ସତରେ ତମେ ନା ଆଜି ବହୁତ ସୁନ୍ଦର ଦେଖାଯାଉଛ। କେତେ ଥର କହିଛି ମୋ ଦିହକୁ ତମେ ଛୁଇଁବନି ବୋଲି। ବେକାରିଆ ଲୋକଟା। ଆରେ ଆସିଗଲ ତମେ। ଜାଣିଛ ନା ମୁଁ ସକାଳୁ ପହରୁ କିଛି ଖାଇନି। ମୋ ପେଟ ନା ଆଉ ପାଉଟେ ହେଲାଣି। ଚାଲୁ ଚାଲୁ ତମେ ଟିକେ ରୋଷେଇ କରିଦବ ଚାଲୁନ। ଆଉ ରୋଷେଇ କରିବ ନା ମୁଁ ଖାଇବୁ କିଛି ଖାଇନି। ଆରେ ତମ ମୁଣ୍ଡ ଫୁଣ୍ଡ ଖରାପ ହେଇଗଲାଣି ନା କଣ? ମୁଁ ବାହାରେ ଯାଇକି 8 ଘଣ୍ଟା କାମ କରିକି ଆସିଲେଣି। ମୋ ମୁଣ୍ଡ ଫୁଣ୍ଡ ଖରାପ ହେଇଗଲାଣି। ଆଙ୍କର ଖାଲି ଖାଇବା ଚିନ୍ତା, ଆଉ କିଛି ନୁହଁ, ଖାଲି ଖାଇବା ଚିନ୍ତା। ବେକାରିଆ ଲୋକଟା। ଯା ଯା, ମୋ ପାଇଁ ପାଣି ଗ୍ଲାସ ଆଣିବ। ତ ପାଣି ଗ୍ଲାସ ଟେ ମାଗିଲି ଯେ 5 ଘଣ୍ଟା ହେଲାଣି ପାଣି ଆଣି ପାରୁନାହାନ୍ତି। ଖଟେ ଖଟେ ମୋ ମୁଣ୍ଡ ଖରାପ ହେଇଗଲାଣି। ପାଣି ଆଣିବାକୁ ଗଲେ ହେରି ବମ୍ବେ ନା ଦିଲ୍ଲୀ ମ। ପାଣି ନେ। ଆରେ ଏଇ ପାଣି ଗ୍ଲାସ ଟା ଆଣିବାକୁ ଏତେ ସମୟ ତମକୁ ଲାଗିଗଲା? ତମ ପାଣି ଆଣିବାକୁ ବମ୍ବେ ନା ଦିଲ୍ଲୀ ପଳେଇଲ? ଆରେ ଶୁଣ, ମୋର ନା କିଛି ପଇସା ଦରକାର ଥିଲା। ଏପର୍ଯ୍ୟନ୍ତ ମୋର ଦରମା ଆସିନି, ତମର ଏମିତି କଣ ଦରକାର ପଡିଗଲା ଯେ ପଇସା ମାଗି ପକଉଛ? ଆରେ କଥା କଣ କି, ମୋର ନା ସବୁ ଗଞ୍ଜି ଯାକ ଚିରି ଗଲାଣି। ପୁରା ଆଗକୁ ପୂଜା ଆସୁଛି। ସେ ଚିରା ଗଞ୍ଜିରା କେମିତି ପିନ୍ଧିବି କହିଲ? ମୁଁ ଭାବିଲି ତମେ କିଛି ପଇସା ଦେଇଥିଲେ ମୋ ପାଇଁ 2-3 ହଳ ଗଞ୍ଜି ଆଣିଥାନ୍ତି। ଘରେ ତ ଦିନ ରାତି ପଡି ରହିଛ, କିଛି ତ କାମ ଧନ୍ଦା ନାହିଁ। କଣ କହିଲ ନା, ମୁଁ ନୂଆ ଗଞ୍ଜି ପିନ୍ଧିବି, ମତେ ପଇସା ଦିଅ। ଗୀତା, ମୁଁ ଆଜି ଗୋଟେ କଥା ବୁଝିଗଲି। ଯଦି ସ୍ୱାମୀ ଇନକମ କରେ ତା ସ୍ତ୍ରୀ କି ନା ସେ ରାଣୀ କରିକି ରଖେ। ଆଉ ଯଦି ତା ସ୍ତ୍ରୀ ଇନକମ କଲା ତାହେଲେ ତା ସ୍ୱାମୀ କି ନା ଚାକର କରିକି ରଖେ। ଆରେ ସତେ ତ, ମୁଁ ବଡ ଭୁଲ କରିଦେଲି। ଶୁଣ, ପଇସା ନିଅ। ମୋର ଭୁଲ ହେଇଯାଇଛି। ମୋର ମନା କରିବା କଥା ନୁହଁ। ସ୍ୱାମୀର ଅସୁବିଧା ସମୟରେ ସ୍ତ୍ରୀ ସାହାଯ୍ୟ କରିବା କଥା, ତାକୁ ଇଗ୍ନୋର କରିବା କଥା ନୁହଁ। ହଉ, ମୋର ଭୁଲ ହେଇଯାଇଛି।